ମୁଁ ଗୋଟିଏ କଥା ବୁଝି ଯୋଉ କାନ୍ଦୁଛି ଆଜି 2-4 ପ୍ରକାର କାନ୍ଦ ଅଛି ତା ଦେହରେ। ସେ କାନ୍ଦ ଭିତରେ ସ୍ୱାମୀ ମଲେ ସ୍ତ୍ରୀ କେତେ ଦିନ କାନ୍ଦୁଛି ମତେ କହିଲେ? 11 ଦିନ 12 ଦିନ ଠିକ 11 ଦିନ। ମା ପୁଅ ମଲେ ମା ମାତ୍ର ମାସେ କାନ୍ଦିବ, ମା ମାସେ, ସ୍ୱାମୀ ସ୍ତ୍ରୀ 11 ଦିନ, ସ୍ୱାମୀ ଦିନେ, ସ୍ତ୍ରୀ ମରିଗଲା ସ୍ୱାମୀ ଦିନେ କାନ୍ଦିବ। ଏସବୁ କଥା ସେ ବର୍ଷେ ହେଲେ କାନ୍ଦୁଛି, କହିଦେଲେ କାନ୍ଦିଛି କୁଆଡେ? କିଏ କହିଲା? ତ ସେ କହୁଛି ଗରିବ ପିଲା 120-600 କ'ଣ ଚଢୁଛି ଜାଣିଛନ୍ତି? ଗରିବ କେମିତି ହେଲା? ପଇସା କୋଉଠି ହେଲା? ଦେଖନ୍ତୁ ତାର ବିଜନେସ୍ କରୁଛି ସେ କ'ଣ? ମତେ କୁହନି 600 ଲୋକ ମୋର ଅଛନ୍ତି, 150 ଝିଅ ଅଛନ୍ତି। ମୋ ପାର୍ଟିକି ଯାଆନ୍ତୁ ଆପଣ ବୁଝିବେ, ମୋ ଆଗକୁ କୌଣସି ଆସିନାହାନ୍ତି ଝିଅମାନେ। ମୋ ଷ୍ଟାଫ୍ ଝିଅ କ'ଣ ପୁଅ କ'ଣ ଅଲ୍ ଷ୍ଟାଫ୍ ଯାତ୍ରା ଏକ୍ସଟ୍ରା ଯୋଉ କୁହନ୍ତି ଯୋଉ ଟିକେ ଷ୍ଟ୍ରଙ୍ଗ ଆଡମିନିଷ୍ଟ୍ରେସନ ଷ୍ଟ୍ରଙ୍ଗ, ମାନେ ହଉଛି ଏଇଆ କୌଣସି ଷ୍ଟାଫ୍ ମୋ ଆଗରେ ଜୋରରେ କଥା କୁହନ୍ତିନି, ମୋ ସାମ୍ନାକୁ ଆସନ୍ତିନି। ଝିଅ କ'ଣ ପୁଅ କ'ଣ ନାଇଁ ରେସ୍ପେକ୍ଟ ଭାରି। ମୁଁ ଯାଏ ନା ପାର୍ଟିକି, ବିଲକୁଲ ପାର୍ଟିକି ଯାଏ ନା। ଆପଣ ଜାଣିଥିବେ ଖଣ୍ଡଗିରି ଯାଏ, ଓଳା ଶୁଣି କୋଉଠି ଯାଏ 10-15 ମିନିଟ୍ ଭିତରେ ପଳାଏ। ମୁଁ ଯାତ୍ରା ପାର୍ଟି ଯାଏ ନା କି ରହେ ନା। ମୋର ଅଫିସ ନାହିଁ ଯୋଉ ଯାତ୍ରା ପାର୍ଟିରେ କି ମୋ ବୁକିଂ ପାଇଁ ଅଫିସ ନାହିଁ। ଏଇଠି ଦେଖୁଛନ୍ତି କାଚଘର ଜଣେ କମିଟି ଆସିଲେ ଯାତ୍ରା ଷ୍ଟାଫକୁ ଯୋଉ ବୁକିଂ, ସେଇ ଯୋଉ ପେଣ୍ଡାଲ ଦିହରେ ଗୋଟେ ଅଫିସ ଅଛି, ଯୋଉ ସାଇଡ୍ ନା ନାହିଁ ମ୍ୟୁଜିକ୍ ସେପଟଟା, ସେଇଠି ତଣ୍ଟି ଚିପିଲେ ଇଏ କ'ଣ ମ୍ୟାନେଜର ଆଉଁସିଲା। ମ୍ୟାନେଜର କାନ୍ଦିଲାନି, ସେ କହୁଛି ମିଡିଆରେ ମ୍ୟାନେଜର ଚେଞ୍ଜ କରୁଛି, ବ୍ୟାଟ୍ ଟଚ୍ ନାହିଁ, କାନ୍ଧ ଆଉଁସିଲା କହିଛି। ସେ କହୁଛନ୍ତି ତାଙ୍କ ଆଖିରୁ ବି ଲୁହ ଆସିଥିଲା ଲେଖିଲା ବେଳେ। କାର ମ୍ୟାନେଜର ଯିଏ ଅଛନ୍ତି ବୁଢା ସବୁ ମ୍ୟାନେଜର ବସିକି ଲେଖିଲେ, ସେ ଲେଖିଲା ପଇସା ଦେଇପାରିବନି, ଲେଖିବା ପଇସା ପାଇବିନି କି? ଛାଡ଼ିଦେବି ସେମିତି, ପଇସା ପାଇବି। ମୁଁ ଗୋଟିଏ କଥା ବୁଝି ଯୋଉ କାନ୍ଦୁଛି ଆଜି 2-4 ପ୍ରକାର କାନ୍ଦ ଅଛି ତା ଦେହରେ। ସେ କାନ୍ଦ ଭିତରେ ସ୍ୱାମୀ ମଲେ ସ୍ତ୍ରୀ କେତେ ଦିନ କାନ୍ଦୁଛି ମତେ କହିଲେ? 11 ଦିନ 12 ଦିନ ଠିକ 11 ଦିନ। ମା ପୁଅ ମଲେ ମା ମାତ୍ର ମାସେ କାନ୍ଦିବ, ମା ମାସେ, ସ୍ୱାମୀ ସ୍ତ୍ରୀ 11 ଦିନ, ସ୍ୱାମୀ ଦିନେ, ସ୍ତ୍ରୀ ମରିଗଲା ସ୍ୱାମୀ ଦିନେ କାନ୍ଦିବ। ଏସବୁ କଥା ସେ ବର୍ଷେ ହେଲେ କାନ୍ଦୁଛି, କହିଦେଲେ କାନ୍ଦିଛି କୁଆଡେ? କିଏ କହିଲା ତା ଦେହରେ? ଆପଣଙ୍କୁ ପାଟି ଚଢେଇ ଦଉନାହାନ୍ତି ମୋ ଜୀବନରେ ମୁଁ ସେଭଳି ଭୁଲ କରେ ନା। ଏ ଯୋଉ କେସ୍ ବାସ ମାଲିକମାନେ ମିଛରେ କଲା, ଆପଣ ସେ କହୁଛି ଗରିବ ପିଲା 120-600 କ'ଣ ଚଢୁଛି ଜାଣିଛନ୍ତି? ଗରିବ କେମିତି ହେଲା? ପଇସା କୋଉଠି ହେଲା? ଦେଖନ୍ତୁ ତାର ବିଜନେସ୍ କ'ଣ? ମୁଁ ପଇସା ଯେତିକି କଷ୍ଟରେ କମାଏ, ମୁଁ 2-4ଟା ଜିନିଷ ଇଏ କରେ। ଆପଣ କହିଲେ ଯିବି, ମନେକର ଯେ ରୋଗରେ ଯଦି ପଡ଼ିଛି ମୋ ଗାଁକୁ ଯାଆନ୍ତୁ, ଅସୁବିଧା ମୁଁ ସାହାଯ୍ୟ କରେ। ମୋର ପିଲା ଯୋଉଠି ମୋ ଯାତ୍ରା ଯୋଉଠି ହଉଛି, ଆଉ ଗୋଟେ ଜାଣିଥାନ୍ତୁ ଯାତ୍ରା 20 ମିଟର ଭିତରେ ହଉଛି। ମୋ ଦୁଆର ମୋର 20 ମିଟରରେ ଯାତ୍ରା ହଉଛି, ଯୋଉଠି ଆମେ ମୋ ପରିବାର ରହୁଛି। ଏତେ ସବୁ ଘଟଣା ହେଲା କେହି ଜାଣିଲେନି। ମୋ ପରିବାର ଠିକ, ମୋ ଫ୍ୟାମିଲି ବିଷୟରେ ଆପଣ ଜାଣିନାହାନ୍ତି। ଯଦି ଆସିଛନ୍ତି ଏତେ ବାଟ ଯାଇକି ପଚାରିବେ ଲୋକମାନଙ୍କୁ, ଲୋକ କହିବେ ଆମେ ଛୁଆଟି ବେଳେ ତୁଳସୀ ଗଣ୍ଡା ପଡିବ, ପାଟି ପଡିବ, ସେତେବେଳେ ନାଟକ ହଉଥିଲା, ବଳତ୍କାର ନାଟକ ଯୋଉ ଠିକ ଅଛି। ହେଲେ ମୁଁ ପାଟି କିଣି ନଥିଲି, ନାଟକ ଦେଖିବା ପାଇଁ ନା ପାଟି ମୁଁ 15 ବର୍ଷ କିଣିଲି, ତା ପର ବର୍ଷ ନାଟକ ଦେଖିବା ପାଇଁ ତୁଳସୀ ଗଣ୍ଡାଟା କୋଉଠି ପଡିବ ଲୋକ ଖୋଜିକି ଯାଉଥିଲେ। ସେତେବେଳେ ସବୁ ନଥିଲା, ଆପଣ ଯୋଉ କିଣିଲେଣି ଏତେ ସେତେବେଳେ ନଥିଲା। ଏବେ ନୂଆ ନୂଆ କାହିଁକି 2025 ବାହାରୁଛି? 25 କେବଳ ଟଙ୍କା ପା, ଆପଣ ବୁଝିପାରୁନାହାନ୍ତି। ଟଙ୍କା ପାଇଁ କ'ଣ ଜଣକୁ ବଦନାମ କରିଦେବେ? କି କଥା? ଟଙ୍କା ମୁଁ ତମକୁ ଦେଇ ତମେ ଦବନି ମତେ, ଗୋଟା କ'ଣ କହିଦେଲେ? ପୁଅ ପିଲା ନରିପଣ୍ଡା ଟଙ୍କା, ଯୋଉ ମାମୁନି ଟଙ୍କା, ସବୁ ଫେର ବର୍ଷ ପରେ ଆଣୁଛନ୍ତି। ମଞ୍ଜୁ ଟଙ୍କା, ଇଏ ବି ଟଙ୍କା, 1.5 କୋଟି ଟଙ୍କା ମୋର ପଦାର ଅଛି। ଆପଣ ଦେଖିବେ କିଛି କିଛି ପିଲା ଦେଲେଣି, ଆଉ 13 ତାରିଖ ଭିତରେ କିଛି ପିଲା ଦେବେ କହିଛନ୍ତି। ମୁଁ ନା ସେ ପାଇଁ ଖୋଲିନି କ'ଣ ପାଇଁ? ଯଦି ଜଣେ ଭଲ ପଇସା ନେଇ ତାର ମାନିକି ଦେଇଦବ, ଆମେ ତା ବିରୁଦ୍ଧରେ ବଦନାମ କରି ଲାଭ କ'ଣ? କିଛି ଆବଶ୍ୟକତା ନାହିଁ ନା। ମୋର ହାଏଷ୍ଟ ପେମେଣ୍ଟ ପୁଅ ମାନେ, ପିୟୁଷ ତ୍ରିପାଠୀ ହାଏଷ୍ଟ। ଆପଣ ଶୁଣନ୍ତୁ, ଯିଏ ତିଆରି ହେଇଥିଲେ ବଡ ବଡ କଳାକାର ସବୁ ତୁଳସୀରୁ, ରାଣୀ ପଣ୍ଡା ବି ଅଛି, ପିୟୁଷ ତ୍ରିପାଠୀ ଏଠୁ ଯାଇଛି। ସେମାନଙ୍କୁ ପଚାରିବେ ଏଠି ଆଡମିନିଷ୍ଟ୍ରେସନ କ'ଣ। ଯିଏ 12 ବର୍ଷ ହେଲା କିଛି ହେଇନଥିଲା, ଏଠି କେମିତି ବହିରେ ହାଇଲାଇଟ୍ ହେଇଗଲାଣି, ଆଜି କୋଟି କୋଟି ଟଙ୍କା ଦରମା ଯାଉଛନ୍ତି। ସେ ଶୃଙ୍ଖଳା ଜାଣିଛି ଏଠୁ, ଏଠୁ ଯୋଉ ଶୃଙ୍ଖଳା ଶିଖିକି ଯାଇଛି, ସେ ବାଇଟ୍ ଦେଇକି ସବୁବେଳେ କ'ଣ କହିଛି? ସବୁଠାରୁ ଭଲ ପାର୍ଟି ଭଲ କଳାକାର, ସେଇଠୁ ମୋର ଉତ୍ପତ୍ତି କହିଛି ନା ନାଇଁ? ସେମାନେ ସବୁ କିଛି ଜାଣିନାହାନ୍ତି। 15 ବର୍ଷ ମାଲିକ ମୁଁ, ଗୋଟିଏ କମ୍ପ୍ଲେନ୍ ବାହାରିଲାନି, ଏଇ ବର୍ଷ ବାହାରିଲା ସବୁ। ଆପଣ ମାନେ ନିଜେ ଚିନ୍ତା କରନ୍ତୁ, ମୋ ଜାଗାରେ ରହିକି ଆପଣ 4 ଭାଇ ଠିକ ନଥିବେ।
ଆମର ପଣ୍ଡା ପଣ୍ଡା ମ୍ୟାଡାମ সোনালী পଣ୍ଡা ସିଏ କ'ଣ କରିବ? ସିଏ ଚାକିରି କରିଛି ତାର। ସିଏ କହିବା କଥା ଯେ ନାଣ୍ଡୁ ବାବୁ ମାଲିକ ନୁହନ୍ତି, সোনালী ପଣ୍ଡା ହଉଛନ୍ତି ମାଲିକ, ତାଙ୍କ କହିବା ଅନୁସାରେ ଶୁଣନ୍ତୁ, ପାଟିରେ ପୋଡ଼ା ହେଲା। ଆପଣ ଯାତ୍ରାପାଟିରେ ଯାଇକି ପଚାରି ବର୍ତ୍ତମାନ ଯୋଉ ପଡ଼ିଛି ତ୍ରିଶୂଳିଆରେ ଆପଣ ସେଇଠି ବୁଝିବେ ଯାତ୍ରାପାଟି କ'ଣ। ଯାତ୍ରାପାଟି ବୋଧେ ଆପଣ ବୁଝିନାହାନ୍ତି, ମୋ ବାପା ବି ଆ ଦେହରେ କଥା କୁହନ୍ତି ନାହିଁ। ଆଡମିନିଷ୍ଟ୍ରେସନ ଜଣେ ମୁଁ ପଚାରିବି ରେଲସେଲରେ ହଉଥିବ, ମୁଁ ଯୋଉଠି ବସେ ମୋ ସିଟ୍ରେ ମୋ ବାପା ନିଜେ କୁହନ୍ତି ନା ମୁଁ ସେଠି ବସିବିନି, ମୁଁ ସାଇଡ଼ରେ ବସିବି। ୱାନ୍ ମ୍ୟାନ୍ ଆର୍ମି ମୁଁ, ମୋ ବିନା ଇନଷ୍ଟ୍ରକ୍ସନ ଯାତ୍ରାପାଟି ଚାଲିବନି। 3ଟା ଯାତ୍ରାପାଟି ଫୋନ୍ରେ ଚାଲେ, ସେ ମାଲିକ ମୁଁ ଜଣେ। ଯାତ୍ରା ଏଠକୁ ମାଲିକ ଯାଉଥିବେ, ମୁଁ ନ ଯାଇକି ପାର୍ଟି ଚାଲେ। ଆଉ ତାକୁ ଯୋଉ କହୁନାହାନ୍ତି ବୋଧେ ଚାହୁଁଛେନି ତୁଳସୀ ଗଣ୍ଡାଠୁ ସେ ବାହାରି ଯାଉ, ଏ ତ ତୁଳସୀ ଗଣ୍ଡାଠୁ ବାହାରି ଯାଉ, ବଦନାମୀ ଏମିତି କଲେ ନାଣ୍ଡୁ ବାବୁ କାଳେ ଦବିଯିବେ, କିଛି ହବାର ନାହିଁ। ମୋ ଫ୍ୟାମିଲି ରିଲେସନ୍ ସବୁ, ମୋ ଫ୍ୟାମିଲି ସହିତ ଆପଣ ଏଗୁଡ଼ା କିଏ ହେଲା ସେ ଆଗେ ଆଉ ଗୋଟେ କମ୍ପ୍ଲେନ୍ ଶୁଣନ୍ତୁ, କିଏ ଗୋଟା କହିଥିଲା 4 ଦିନ ତଳେ, ସିଏ ବୋଧେ ମୋ ପରିବାର ବିଷୟରେ ଜାଣିନାହାନ୍ତି। ମୁଁ ଜାଣି ଜମିଦାର ବଂଶର ଛୁଆ, ମୋ ପରିବାର ସେଇଭଳିଆ ହେଇଥିବ। ଏଇ ଯୋଉ ଯାଇଥାଇ ରାଜବଂଶୀ ଆମେ 36 ପାଟକ ଯୋଉ ରଜା କୁହନ୍ତି, ଇଏ ଆମର ଯୋଉ କହୁନାହାନ୍ତି ସ୍ତ୍ରୀ ଛାଡ଼ି ପଳେଇଲା, ସେ ପରିବାର ଆମର ନୁହଁ। ସେଇମାନଙ୍କର ସବୁ ଛାଡ଼ି ପଳାଉଛନ୍ତି, କିଏ ନେଇଯାଉଛି କିଏ ପଳାଉଛି, ଏସବୁ ଜିନିଷ ତାଙ୍କରି ବାହାରୁଛି, ମୋର ବାହାରିବନି। ଯାହା ପଚାରିବେ ମୁଁ ଖୋଲା ଆପଣମାନଙ୍କୁ ସାଥ ଦଉଛି ନା ନାହିଁ। କ'ଣ ପଚାରିବା କଥା ପଚାରନ୍ତୁ, ମୁଁ ତାର ଉତ୍ତର ଦଉଛି। ନାଣ୍ଡୁ ଗୋଟେ ବଡ ଅଭିଯୋଗ ଆସୁଛି ଆପଣଙ୍କ ନାଁରେ। ନାଣ୍ଡୁ କୁହନ୍ତି ସଦାବେଳେ ମିଟିଂରେ ଯେ ମୁଁ କିଛି କରେ ନା, କମିଟି ତରଫରୁ କରାଏ। ସେ କାହାକୁ କହିଥିଲେ ରେକର୍ଡିଂ କାହିଁ? ନା ତମ ମନେ ମନେ କହିଦେଲେ ହେଇଯିବ? ଖାଲି ମୁହଁରେ କହୁଛନ୍ତି। ସେଇ 2 ଜଣ କହୁଛନ୍ତି ନା ସମସ୍ତେ କହୁଛନ୍ତି? ଯାହାର ପଇସା ଆପଣ ଯଦି ନେଇଛନ୍ତି ଆପଣ ଆଉ ମାଗିଲେ କହୁଛନ୍ତି। ମୁଁ 900 ଲୋକ ଭିତରେ ଯଦି 2-3 ଜଣ କହିବେ ସେଟା ମେଜରିଟି। ଅନାସ୍ଥା ଭୋଟରେ ବା ଜଣେ କମିଲେ ଭୋଟ କମି ଯାଉଛି। ମୁଁ ଯିଏ କଥା ନ କହିପାରେ ଯୋଉ ମାଲିକ, ଏସବୁ ପ୍ରଶ୍ନ କଲେ ଚଳିବ। ମୁଁ ବିଲକୁଲ କ୍ଲିୟର, ଆପଣ ସ୍ପଷ୍ଟ ଅଛନ୍ତି। ପୁରା ସ୍ପଷ୍ଟ ଆଉ ଦମରେ କଥା କହୁଛି କାହିଁକି? ଏ ଯୋଉ ଅଭିଯୋଗ ଆସୁଛି ଭିତ୍ତିହୀନ। ଅଭିଯୋଗ ଆପଣ ଭାବିବେନି ସତ୍ୟତା ଅଛି, 1% ଅଛି। 5ଟା କେସ୍ ଆପଣଙ୍କ ଆଗରେ ପ୍ରମାଣିତ କଲି। ମୁଁ ଆଇନକି ସମର୍ଥନ କରୁଛି। କିଏ ସେ ଦେଇଛନ୍ତି ମାମୁନି? କିଏ ଦେଇଛନ୍ତି? କିଏ ଦେଇଛି ନା ନାହିଁ? ମୁଁ ସେ ନିଜେ କହୁଥିଲି, ଫୋନ୍ କଲି 9 ଥର ପରେ ମୁଁ ଫୋନ୍ ଉଠେଇଲି। ଶୁଣନ୍ତୁ, ସବୁ ପରେ ବି ନାଇଁ ଏ ପଏଣ୍ଟଟା ମେନ୍। 9 ଥର ପରେ ଫୋନ୍ ଉଠେଇଲି, ତାଙ୍କର ଝମିଲା ସରିଯାଇଥିଲା, ଗଣ୍ଡଗୋଳ ପରେ ମୁଁ ଉଠେଇଲି ଫୋନ୍ ନା। 200 କିଲୋମିଟର ଦୂରରେ ମୁଁ ଅଛି, ମୁଁ ଫୋନ୍ ଉଠେଇଲା ବେଳକୁ ଫୋନ୍ ତମର ଗଣ୍ଡଗୋଳ ସରିଲାଣି। ମାଲିକ କେମିତି କହିଲେ କଥା ବାଡ଼ା ବୋଲି? ସେଠି ଫେର ପୋଲିସ ଷ୍ଟାଫ୍ ନାଚ ଦେଖୁଥିଲେ ନା, ସେ ଉତ୍ତର ଦେବେନି? ସେଠିକା ଯୋଉ ଥାନା ବାଲିଆପାଳ ଥାନା ଅଣ୍ଡରରେ ଷ୍ଟାଫ୍ ଫେର ଆସି ନାଚ ଦେଖୁଥିଲେ ନା ନାହିଁ? କ'ଣ ଘଟିଛି ଜାଣିନାହାନ୍ତି? ଏଠି ମଳିଆ ଥାନାରେ କେସ୍ କାହିଁ ଦେଲେ? ସେଠି ଦେଲେନି? ଆନନ୍ଦରେ ଯେତେବେଳେ ଆଇଲ, ଆଡ଼େ କହୁଛନ୍ତି ଆରାସ୍ତେ ଗାଡ଼ି କଢ଼ା ହେଲା, ମୁଁ ଆନନ୍ଦରେ ଆଇଲି। ସାର୍ ସେଦିନ କହିଲେ ମୁଁ କିଭଳି ଜୀବନ ବିକଳ ଆସିବି। ପଏଣ୍ଟଟାକୁ ଲକ୍ଷ୍ୟ ରଖନ୍ତୁ, ଜୀବନ ବିକଳ କେମିତି ଆସିବି, ବାଟ ପାଇଲି ନାହିଁ। ଆଜି କହିଛନ୍ତି ଗାଡ଼ି ଆରାମସେ କଢ଼ା ହେଲା, ମୁଁ ଆଗ ପଛ ଗାଡ଼ି ଥିଲା, ମୁଁ ଆରାମସେ ଆଇଲି, ଲୁଚି କାହିଁ ଆସିବି? କହିନାହାନ୍ତି? ଯଦି ଆଜି କହିଛନ୍ତି କଥା, ତାହେଲେ ଲୁଚି କେତେବେଳେ ଏତେ ଦମରେ ଆସିଲ, ଥାନାକୁ ସେଠି ଅପାର ଯାଇପାରିନଥାନ୍ତ? ଥାନାକୁ ତ ଯାଇଥାନ୍ତ, ଆପଣ କେସ୍ ଦେଖି ଆରାମସେ ଆସିଥାନ୍ତ। ଆମେ ଯୁକ୍ତିଯୁକ୍ତ କଥା କହିବା ସବୁବେଳେ।